ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜି କହିବି ବିକ୍ରମ ବେତାଳ କଥାର ଚତୁର୍ଥ ଗଳ୍ପ ସୁଯୋଗ୍ୟ ରାଜା। ଆସନ୍ତୁ ଶୁଣିବା। ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା। ଶ୍ୱାନ ସ୍ୱାପଦଙ୍କ ରଡ଼ି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ। କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତ୍ତାରି ଆଣିଲେ। ଶବସ୍ଥିତ ବେତାଳ କହିଉଠିଲା, ହେ ରାଜନ୍, ଅନେକ ପ୍ରକାର ବାଧାବିଘ୍ନକୁ ସାହସର ସହିତ ମୁକାବିଲା କରି ତୁମେ ଅତୁଳନୀୟ ପରିଶ୍ରମ କରୁଛ। ଜଣେ ଶାସକ ନିକଟରେ ଆଗ୍ରହ ସହିତ ଧୈର୍ଯ୍ୟ ଓ ପରାକ୍ରମ ରହିବା ମଧ୍ୟ ଜରୁରୀ। ମୁଁ ତୁମକୁ ଏହି ବିଷୟରେ ସତର୍କ କରାଇଦେବା ପାଇଁ ଏପରି ଜଣେ ଗୁରୁଙ୍କର କାହାଣୀ ଶୁଣାଇବି, ଯିଏ ନିଜର ପକ୍ଷପାତିତା ଆଚରଣ ଯୋଗୁଁ ପ୍ରକୃତ ସାହସୀ ଓ ପରାକ୍ରମୀ ବ୍ୟକ୍ତିଙ୍କୁ ଚିହ୍ନିବାରେ ଅସଫଳ ହୋଇଥିଲେ। ମନ ଦେଇ ଶୁଣ, ପଥଶ୍ରମ ଲାଘବ ହେବ। ଏପରି କହି ବେତାଳ ସେହି ଗୁରୁଙ୍କର କାହାଣୀ ବର୍ଣ୍ଣନା କରିବା ଆରମ୍ଭ କଲା। ଏକ ସମୃଦ୍ଧଶାଳୀ ରାଜ୍ୟ ସୁପ୍ରତୀକର ଶାସକ ଥିଲେ ସୁଦକ୍ଷିଣ। ତାଙ୍କ ଶାସନ କାଳରେ ପ୍ରଜାଗଣ ସୁଖୀ ଥିଲେ। ତାଙ୍କର ଜୀବନ ଶାନ୍ତିମୟ ଥିଲା। କିନ୍ତୁ ଦୁଃଖର କଥା, ତାଙ୍କୁ 50 ବର୍ଷ ବୟସ ହୋଇଥିଲେ ବି ସେ ସନ୍ତାନର ଜନକ ହୋଇପାରି ନଥିଲେ। ଏହି କାରଣରୁ ସେ ସର୍ବଦା ଚିନ୍ତାଗ୍ରସ୍ତ ରହୁଥିଲେ। ଦିନେ ରାଜା ମନ୍ତ୍ରୀ ଗଙ୍ଗାଧରଙ୍କୁ ଡକାଇ କହିଲେ, ମନ୍ତ୍ରୀବର, ରାଜ୍ୟ ବୀରଭୋଗ୍ୟ ଅଟେ। ମୋ ପରେ ଶାସନଭାର ସମ୍ଭାଳିବା ପାଇଁ କେହି ଉତ୍ତରାଧିକାରୀ ନାହାନ୍ତି। ତେଣୁ ପାଖ ପଡ଼ୋଶୀ ରାଜ୍ୟ ଆମ ରାଜ୍ୟ ଉପରେ ଆକ୍ରମଣ କରିପାରନ୍ତି। ମୋ ରାଜ୍ୟକୁ ସେମାନଙ୍କ ଅଧୀନକୁ ନେବାକୁ ପ୍ରଚେଷ୍ଟା କରିପାରନ୍ତି। ମୋର ଏହି ଦୁଃଖରୁ ସେମାନେ ଲାଭ ଉଠାଇ ପାରନ୍ତି। ମୋର ଏହି ଦୁଃଖରୁ ମୋତେ ଉଦ୍ଧାର କରିବା ଆବଶ୍ୟକ। ଏହି କଥା ଭାବି ମୋ ମନ ସବୁବେଳେ ଅଶାନ୍ତ ରହୁଛି ଯେ ମୋର ମୃତ୍ୟୁ ପରେ ମୋର ପ୍ରଜାମାନେ କ'ଣ ସୁଖ ଶାନ୍ତିରେ ରହିପାରିବେ? ମହାରାଣୀ ପରାମର୍ଶ ଦେଉଛନ୍ତି, ନିଜ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କ ପରିବାରରୁ କାହାକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରି ରାଜ୍ୟଭାର ଅର୍ପଣ କରିବା ଉଚିତ ହେବ। କିନ୍ତୁ ମୋତେ ସେହି ପରାମର୍ଶ ସମୁଚିତ ମନେ ହେଉନାହିଁ। ଜଣେ ଯୋଗ୍ୟ ଉତ୍ତରାଧିକାରୀ କିପରି ମନୋନୀତ କରିବି, ତାହା ମୁଁ ନିର୍ଣ୍ଣୟ କରିପାରୁନାହିଁ। ଦୀର୍ଘଶ୍ୱାସ ପକାଇ ରାଜା ନିଜର ମନର ଦୁଃଖ ବ୍ୟକ୍ତ କଲେ। ସାମାନ୍ୟ ଚିନ୍ତା କଲା ପରେ ମନ୍ତ୍ରୀ ପରାମର୍ଶ ଦେଲେ, ମହାରାଜ, ଆପଣଙ୍କ ଦୁଃଖ, ଆପଣଙ୍କ ବେଦନା ଯଥାର୍ଥ ଅଟେ। ଗମ୍ଭୀରତାର ସହ ଏହା ଉପରେ ବିଚାର କରିବାକୁ ପଡ଼ିବ। ମୋ ମନକୁ ଏକ ଉପାୟ ଆସୁଛି। ରାଜା ପ୍ରଶ୍ନ କଲେ, କ'ଣ ସେହି ଉପାୟ? ହରିତ ବନରେ ରହୁଥିବା ଗୁରୁ ବିଦ୍ୟାସାଗରଙ୍କ ଗୁରୁକୁଳ ସମ୍ପର୍କରେ ଆପଣ ଭଲ ଭାବରେ ଜାଣନ୍ତି। ସେଠାରେ ଅନେକ ପରାକ୍ରମୀ କ୍ଷତ୍ରିୟ ଯୁବକ ବିଦ୍ୟାଭ୍ୟାସ କରିଥାନ୍ତି। ଆମେ ସେହି ଗୁରୁକୁଳକୁ ଯାଇ ଗୁରୁ ବିଦ୍ୟାସାଗରଙ୍କର ପରାମର୍ଶ ଲୋଡ଼ିବା ଉଚିତ ହେବ, ମନ୍ତ୍ରୀ ଗଙ୍ଗାଧର କହିଲେ। ତା ପରଦିନ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରାଜା ବିଦ୍ୟାସାଗରଙ୍କର ଗୁରୁକୁଳକୁ ଗଲେ ଓ ସେଠାରେ ସବିସ୍ତାରେ ସମସ୍ତ ବିଷୟ ଜଣାଇଲେ। ଗୁରୁ ସେମାନଙ୍କର ସ୍ୱାଗତ ସତ୍କାର କରି କହିଲେ, ରାଜନ୍, ଆପଣ ଠିକ୍ ସମୟରେ ଏଠାରେ ଆସି ପହଞ୍ଚିଛନ୍ତି। ବିଜୟା ଦଶମୀ ଉତ୍ସବ ଉପଲକ୍ଷେ ଗୁରୁକୁଳରେ ଆଜିଠାରୁ 3 ଦିନ ଧରି ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣ ସ୍ୱୟଂ ଏହି ପ୍ରତିଯୋଗିତା ଦେଖିବେ ଓ ନିଜର ନିଷ୍ପତ୍ତି ଗ୍ରହଣ କରିପାରିବେ। 3 ଦିନ ବ୍ୟାପୀ ଯେଉଁ ପ୍ରତିଯୋଗିତା ଚାଲିଲା, ସେଥିରେ ଧନୁର୍ବିଦ୍ୟାରେ ପ୍ରତାପ, ଖଡ଼୍ଗଯୁଦ୍ଧରେ ପ୍ରଚଣ୍ଡ ଓ ମଲ୍ଲଯୁଦ୍ଧରେ ପ୍ରଶାନ୍ତ ପ୍ରଥମ ସ୍ଥାନ ଅଧିକାର କଲେ। ଅନ୍ୟ ସବୁ ପ୍ରତିଯୋଗିତାରେ ଏହି 3 ଜଣ ସମାନ ସ୍ଥାନ ଅଧିକାର କଲେ। 3 ଜଣଙ୍କ ମଧ୍ୟରୁ କେଉଁ ଜଣକୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିବେ, ଏହା ରାଜାଙ୍କ ପାଇଁ ଚିନ୍ତାର ବିଷୟ ହେଲା। ଏହା ଲକ୍ଷ୍ୟ କରି ଗୁରୁ କହିଲେ, ମୋ ବିଚାରରେ ଏହି 3 ଜଣଙ୍କର ଆଉ ଏକ ପରୀକ୍ଷା ନେବା ଉଚିତ। ଆପଣ ରାଜଧାନୀ ଫେରିଯାଆନ୍ତୁ। ମୁଁ ସମାଚାର ପଠାଇଲେ ଆପଣ ଆସିବେ। ଆଶା କରୁଛି ଆପଣଙ୍କ ସମସ୍ୟାର ଏକ ସଠିକ୍ ସମାଧାନ ହୋଇପାରିବ। ରାଜା ମନ୍ତ୍ରୀଙ୍କ ସହିତ ରାଜଧାନୀ ଫେରିଗଲେ। ଗୁରୁ ସେହିଦିନ 3 ଶିଷ୍ୟଙ୍କୁ ଡକାଇ କହିଲେ, ଦେଶ ଭ୍ରମଣ କରି ପ୍ରତ୍ୟେକ ବ୍ୟବହାରିକ ଜ୍ଞାନ ହାସଲ କରିବା ପରେ ଯାଇ ତୁମମାନଙ୍କର ବିଦ୍ୟାଭ୍ୟାସ ସମ୍ପୂର୍ଣ୍ଣ ହେବ।
ତୁମେ 3 ଜଣ 3ଟି ପୃଥକ୍ ଦିଗରେ ଯାତ୍ରା କର। ଠିକ୍ 40 ଦିନ ପରେ ତୁମେମାନେ ଆସି ଗୁରୁକୁଳରେ ପହଞ୍ଚିବ। ତାପରେ ମୋତେ ତୁମର ଭ୍ରମଣର ଅନୁଭୂତି ଶୁଣାଇବ। ତହିଁ ଆରଦିନ ପ୍ରାତଃକାଳରେ 3 ଯୁବକ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରି ଯାତ୍ରା ଆରମ୍ଭ କଲେ। ରାଜ୍ୟର ବିବିଧ ପ୍ରଦେଶରେ ଭ୍ରମଣ କରି ଗୁରୁଙ୍କର ଆଜ୍ଞା ଅନୁସାରେ 40 ଦିନ ପରେ ଗୁରୁକୁଳରେ ପହଞ୍ଚିଲେ। ସେହି ସମୟରେ ରାଜା ଓ ମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତୁମେମାନେ ଦେଶ ଭ୍ରମଣ କରି ସକୁଶଳରେ ସଠିକ୍ ସମୟରେ ଫେରିଆସି ପାରିଲ, ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମେମାନେ କେଉଁ ପ୍ରକାର ସ୍ୱତନ୍ତ୍ର ଅଭିଜ୍ଞତା ହାସଲ କରିପାରିଛ, ତାହା ଜଣକ ପରେ ଜଣେ ସବିସ୍ତାର ବର୍ଣ୍ଣନା କର। ଗୁରୁ ନିର୍ଦ୍ଦେଶ ଦେଲେ। ପ୍ରଥମେ ଧନୁର୍ବିଦ୍ୟା ପ୍ରବୀଣ ପ୍ରତାପ କହିଲା, ମୁଁ ଉତ୍ତର ଦିଗରେ ଯାତ୍ରା କଲି ଓ ମୋର ଯାତ୍ରା ପଥରେ କୌଣସି ବିଘ୍ନ ଉପୁଜି ନାହିଁ। ଏହାର ସମସ୍ତ ଅଞ୍ଚଳରେ ସୁଖ ଓ ଶାନ୍ତି ବିରାଜମାନ କରୁଛି। ପ୍ରଜାଗଣ ସୁଖୀ ଓ ସନ୍ତୁଷ୍ଟ ଅଛନ୍ତି। କିନ୍ତୁ ମୁଁ ରାଜ୍ୟର ସୀମାବର୍ତ୍ତୀ ଜଙ୍ଗଲରେ ଦେଖିଲି କେତେକ ଯୁବକ ମାରଣାସ୍ତ୍ର ଧରି ଗରିଲା ଯୁଦ୍ଧ କରି କିଛି ଗର୍ହିତ ଯୁଦ୍ଧବିଦ୍ୟା ପ୍ରଶିକ୍ଷଣ କରୁଛନ୍ତି। ମୁଁ ତାହା ମଧ୍ୟ ଜାଣିପାରିଲି ସେମାନେ ପଡ଼ୋଶୀ ପୁଷ୍କରପୁର ରାଜ୍ୟର ଅଧିବାସୀ। ଯେହେତୁ ସେମାନେ ଗରିବ, ଅଭାବ ଅନଟନରେ ପଡ଼ି ରହିଛନ୍ତି, ତେଣୁ ସେମାନେ ଅତ୍ୟନ୍ତ ନିରାଶ ହୋଇପଡ଼ିଛନ୍ତି। ଆମ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରଜାମାନଙ୍କର ସମ୍ପଦ ଲୁଟିବାର ଯୋଜନା ସେମାନେ କରୁଛନ୍ତି। ମୁଁ ଲୁଚି ରହି ସେମାନଙ୍କର ପ୍ରଶିକ୍ଷଣ ଥିବା ଜଣେ ମଧ୍ୟବୟସ୍କ ଲୋକଙ୍କୁ ତୀର ମାରି ହତ୍ୟା କରିଦେଲି। ରାଜାଙ୍କୁ ଏହି ସମାଚାର ଜଣାଇବା ମୁଁ ମୋର ଏକ କର୍ତ୍ତବ୍ୟ ମନେ କରୁଛି। ଏହାପରେ ପ୍ରଚଣ୍ଡ ନିଜର ଅନୁଭୂତି ବଖାଣିଲେ। ମୁଁ ଦକ୍ଷିଣ ଦିଗରେ ଯାତ୍ରା କରି ଅନେକ ଗ୍ରାମ ନଗରୀ ଅତିକ୍ରମ କରି ମୁଁ ରାଜ୍ୟର ସୀମାରେ ପହଞ୍ଚିଲି। ସେଠାରେ ମୁଁ ଜାଣିବାକୁ ପାଇଲି ଯେ ଚୋର ଡାକୁମାନେ ସେଠାକାର ଲୋକଙ୍କୁ ବହୁତ ହଇରାଣ କରୁଛନ୍ତି ଓ ନିର୍ଭୟରେ ସେମାନଙ୍କର ସମ୍ପତ୍ତି ଲୁଟି ନେଇଛନ୍ତି। ସେଠାକାର ପ୍ରଜା ଭୟଭୀତ ଅବସ୍ଥାରେ ଅଛନ୍ତି। ରାତ୍ରି ହେବା ମାତ୍ରେ ସେମାନେ ଦରଜା ବନ୍ଦ କରି ଘରେ ରହୁଛନ୍ତି। ଯୁବକମାନଙ୍କ ମଧ୍ୟରେ ସେମାନଙ୍କର ମୁକାବିଲା କରିବାକୁ ସାହସ ନାହିଁ। ଏହାର କାରଣ ହେଉଛି ପ୍ରତିରକ୍ଷା ବ୍ୟବସ୍ଥାରେ ରହିଥିବା ଅବ୍ୟବସ୍ଥା। ଗୋଟିଏ ଗ୍ରାମରେ ରହିଥିବା ବେଳେ ମୁଁ ଜଣେ ଡାକୁକୁ ପ୍ରତ୍ୟାକ୍ରମଣ କରିଥିଲି ଓ ତରବାରୀ ଚଳାଇ ତାକୁ ବିତାଡ଼ିତ କଲି। ଏହାପରେ ମୁଁ ସେଠାକାର ଯୁବକମାନଙ୍କୁ ଏକତ୍ରିତ କଲି ଓ ସେମାନଙ୍କୁ ଖଡ୍ଗଯୁଦ୍ଧ ଶିଖାଇଲି। ଫଳରେ ସେମାନଙ୍କ ମଧ୍ୟରୁ ଭୟ ଦୂର ହୋଇଥିଲା। ସେମାନେ ଡାକୁମାନଙ୍କର ସମ୍ମୁଖୀନ ହେବାକୁ ସାହସ କଲେ। ଯାତ୍ରା ସମୟରେ ମୁଁ ମଧ୍ୟ ଏକ ଚିତାବାଘର ଆକ୍ରମଣର ସମ୍ମୁଖୀନ ହୋଇଥିଲି। ତାକୁ ମାରି ମୁଁ ତାର ଚର୍ମ ଆପଣଙ୍କୁ ଉପହାର ଦେବା ପାଇଁ ନେଇ ଆସିଛି। ଦୟାକରି ଗ୍ରହଣ କରନ୍ତୁ। ପ୍ରଚଣ୍ଡ ଏଭଳି କହିଲେ। ମୁଁ ପୂର୍ବ ଦିଗକୁ ଯାଇଥିଲି ଓ ମୋର ଯାତ୍ରା ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା। କ୍ଷତ୍ରିୟ ବିଦ୍ୟାର ପ୍ରଦର୍ଶନ ପାଇଁ ମୋର କୌଣସି ଆବଶ୍ୟକତା ପଡ଼ିନଥିଲା। 15 ଦିନ ଯାତ୍ରା କରିବା ପରେ ମୁଁ ସୁପ୍ରସିଦ୍ଧ ସିନ୍ଧୁ ଭୈରବୀ ନଗରରେ ପହଞ୍ଚିଲି। ମୁଁ ସେଠାକାର ପ୍ରାଚୀନ ବରଦା ମନ୍ଦିରରେ ଏକ ବିଚିତ୍ର ଦୃଶ୍ୟ ଦେଖିଲି। ଅଦ୍ଭୁତ ଶିଳ୍ପକଳାରେ ପରିପୂର୍ଣ୍ଣ ଏହି ମନ୍ଦିରରେ ଏକ ସ୍ତମ୍ଭରେ ଖୋଦିତ ହୋଇଥିବା ଏକ ନର୍ତ୍ତକୀର ପ୍ରତିମାର ପଛପାଖେ ଏକ ଝିଟିପିଟି ରହିଯାଇଥିଲା। ବାହାରକୁ ଆସି ନ ପାରିବା କାରଣରୁ ସେ ଛଟପଟ ହେଉଥିଲା। ମୁଁ କ'ଣ କରିବି କିଛି ଭାବିପାରିଲି ନାହିଁ। ସେଠାରେ ବସି ରହିଲି। କିଛି ସମୟ ପରେ ଆଉ 2 ଝିଟିପିଟି ମୁହଁରେ ଆହାର ଧରି ସେଠାରେ ପହଞ୍ଚିଲେ ଓ ସେହି ଝିଟିପିଟିକୁ ଖାଇବାକୁ ଦେଲେ। ଏହି ଦୃଶ୍ୟ ମୋତେ ବିସ୍ମିତ କଲା। ପରେ ମୁଁ ମନ୍ଦିରର କର୍ମକର୍ତ୍ତାଙ୍କୁ ଏହି ବିଷୟରେ ପଚାରିଲି। ସେମାନେ ଜଣେ ଶିଳ୍ପୀକୁ ଡକାଇ ସେହି ଝିଟିପିଟିର ଜୀବନ ବଞ୍ଚେଇଲେ। ଫେରିବା ସମୟରେ ମୁଁ ବିଶାନ୍ତି ଜଙ୍ଗଲ ମଧ୍ୟ ଦେଇ ଆସୁଥିବା ବେଳେ ଗୋଟିଏ ହାତୀଛୁଆକୁ କୂଅରେ ଖସି ପଡ଼ିବାର ଦେଖିଲି। ତାକୁ ଉଦ୍ଧାର କରିବା ପାଇଁ କୌଣସି ଉପାୟ ଚିନ୍ତା କରି ପାରୁନଥିବାରୁ ଅନ୍ୟ ହାତୀମାନେ କୂଅ ଚାରିପାଖରେ ଘୂରି ବୁଲୁଥିଲେ ଓ ରୋଦନ କରୁଥିଲେ। ମୁଁ ନିକଟରେ ଥିବା ଆଦିବାସୀ ବସ୍ତିକୁ ଗଲି ଓ ସେମାନଙ୍କୁ ଏହି ସମାଚାର ଜଣାଇଲି। ସେମାନଙ୍କ ସାହାଯ୍ୟରେ ହାତୀଛୁଆର ଜୀବନ ରକ୍ଷା ପାଇଗଲା। ଝିଟିପିଟି ଓ ହାତୀମାନଙ୍କ ମଧ୍ୟରେ ଯେଉଁ ପ୍ରକାର ସଦ୍ଭାବ ଓ ଏକତା ରହିଛି, ତାହା ମନୁଷ୍ୟ ପାଖରେ ମଧ୍ୟ ବିରଳ। ମୁଁ ଆଦିବାସୀମାନଙ୍କୁ ଏକଥା ବୁଝାଇଲି ଓ ପରସ୍ପର କଳିକରତାଳ ନ କରିବାକୁ ପରାମର୍ଶ ଦେଲି। କାରଣ ମୁଁ ଜାଣିଥିଲି ଅତି ଛୋଟ କାରଣରୁ ସେମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ହୋଇଥାଏ। ମୁଁ ସେମାନଙ୍କ ମଧ୍ୟରେ ସ୍ନେହ ସଦ୍ଭାବନାର ଉପସ୍ଥାପନା କଲି। ଏଭଳି ପ୍ରଶାନ୍ତ ନିଜର ଅନୁଭବ ବର୍ଣ୍ଣନା କଲେ।
ରାଜା ଓ ମନ୍ତ୍ରୀ ପରସ୍ପର ଆଲୋଚନା କରି ସ୍ଥିର କଲେ ଯେ ପ୍ରତାପ ଓ ପ୍ରଚଣ୍ଡଙ୍କ ମଧ୍ୟରେ ରାଜ୍ୟର ଉତ୍ତରାଧିକାରୀ ହେବାର ଯୋଗ୍ୟତା ରହିଛି। କାରଣ ସେ ଦୁହେଁ ସାହସୀ ଓ ପରାକ୍ରମୀ। ମାତ୍ର ସେମାନେ ଗୁରୁଙ୍କ ନିର୍ଣ୍ଣୟ ଜାଣିବାକୁ ଅପେକ୍ଷା କଲେ। ଗୁରୁ ବିଦ୍ୟାସାଗର ନିଜର ନିଷ୍ପତ୍ତି ଜଣାଇ କହିଲେ, ରାଜନ୍, ମୋ ବିଚାରରେ ଆପଣଙ୍କ ଉତ୍ତରାଧିକାରୀ ହେବାର ସମସ୍ତ ଯୋଗ୍ୟତା ପ୍ରଶାନ୍ତଙ୍କ ନିକଟରେ ରହିଛି। ସେ ଜଣେ ବୀର ଯୋଦ୍ଧା ହେବା ସହିତ ବୀରତ୍ୱ ପ୍ରଦର୍ଶନ କରିଥାଏ। ତାଙ୍କର ଶାସନ କାଳରେ ସୁପ୍ରତୀକ ରାଜ୍ୟର ପ୍ରଜାମାନେ ଶାନ୍ତ ଜୀବନ ବିତାଇ ପାରିବେ। ଏହା ଶୁଣି ରାଜା ଚମତ୍କୃତ ହେଲେ। ସେ ତୁରନ୍ତ ପ୍ରକାଶ କଲେ, ମହୋଦୟ, ମୁଁ ଆପଣଙ୍କର ନିର୍ଣ୍ଣୟକୁ ସ୍ୱୀକାର କରୁଛି। ବେତାଳ ଏହି କାହାଣୀ ଶୁଣାଇ ସାରିବା ପରେ କହିଲା, ରାଜନ୍, ଜଣେ ରାଜାଙ୍କ ପାଇଁ ମୁଖ୍ୟ କଥା ହେଉଛି ଧୈର୍ଯ୍ୟ ଓ ବୀରତ୍ୱ। ନିଜ ଅନୁଭବରୁ ରାଜା ସୁଦକ୍ଷିଣ ଏହା ଜାଣିଥିଲେ। ତେଣୁ ପ୍ରଥମରୁ ସେ ମନ୍ତ୍ରୀଙ୍କୁ କହିଲେ, ବୀରଭୋଗ୍ୟା ବସୁନ୍ଧରା। ଏପରି ରାଜା କିପରି ପ୍ରତାପ ପ୍ରଚଣ୍ଡଙ୍କ ପରି ଲୋକଙ୍କୁ ନିଜର ଉତ୍ତରାଧିକାରୀ ମନୋନୀତ କଲେ ନାହିଁ, ଯେଉଁମାନେ ନିଜର ପରାକ୍ରମ ପ୍ରଦର୍ଶନ କରି ଦୁଷ୍ଟ ଲୋକମାନଙ୍କୁ ଦମନ କରିଥିଲେ, ଅଥଚ ପ୍ରଶାନ୍ତକୁ ଉପଯୁକ୍ତ ବ୍ୟକ୍ତି ମନେ କଲେ, ଯିଏ କେବଳ ଜନ୍ତୁମାନଙ୍କୁ ଦୟା ଦେଖାଇଥିଲା। ଏହା କ'ଣ ଉଚିତ ଥିଲା? ଗୁରୁ ଏଭଳି ପରାମର୍ଶ ଦେଇ ପକ୍ଷପାତିତା ପ୍ରଦର୍ଶନ କଲେ ନାହିଁ କି? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ଜଣେ ରାଜାଙ୍କ ପାଇଁ ଶୌର୍ଯ୍ୟ ଓ ପରାକ୍ରମର ଆବଶ୍ୟକତା ରହିଛି। କିନ୍ତୁ ଏଥିସହିତ ମାନବିକତା ଓ ପ୍ରେମ ମଧ୍ୟ ସେତିକି ମାତ୍ରାରେ ରହିବା ଉଚିତ। ପ୍ରଶାନ୍ତ ବିପଦରେ ପଡ଼ିଥିବା ପ୍ରାଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆତୁର ହୋଇ ଉଠିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟମାନଙ୍କୁ ସଂଗଠିତ କରିବାର ଦକ୍ଷତା ମଧ୍ୟ ସେ ଦେଖାଇଲେ। ପ୍ରଶାନ୍ତଙ୍କ ପାଖରେ ପ୍ରତ୍ୟେକ ପ୍ରାଣୀ ପାଇଁ ସ୍ନେହ ଓ ଶ୍ରଦ୍ଧାଭାବ ରହିଛି। ସେ ରାଜା ହେଲେ ପ୍ରଜାମାନଙ୍କୁ ସନ୍ତାନ ତୁଲ୍ୟ ପାଳନ କରି ଶାସନ ଚଳାଇବେ। ଏଥିରେ ତିଳେମାତ୍ର ପକ୍ଷପାତିତା ନାହିଁ। ରାଜା ଏହି ସତ୍ୟ ଉପଲବ୍ଧି କରିପାରି ଗୁରୁଙ୍କ କଥାରେ ନିଜର ସହମତି ପ୍ରକାଶ କଲେ। ଏହିପରି ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା। ବନ୍ଧୁଗଣ, ଏଇ ଥିଲା ବିକ୍ରମ ବେତାଳ କଥାର ଗଳ୍ପ ସୁଯୋଗ୍ୟ ରାଜା। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ ନିଶ୍ଚିତ କରିବେ। ପୁଣି ଏଇଭଳି ଗଳ୍ପ ଶୁଣିବା ପାଇଁ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ କରିନିଅନ୍ତୁ। ପୁଣି ଆସିବି ଅନେକ ଗୁଡ଼ିଏ ଗପ ଆଣି ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।